Hallelujah, 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 hallelujah. ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ଆସନ୍ତୁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ସମସ୍ତଙ୍କୁ ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଜିସସ୍ ଗସ୍ପେଲ୍ ଚ୍ୟାନେଲ୍କୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହ ସ୍ୱାଗତ କରୁଅଛି। ଆମେ ସମସ୍ତେ ଆଜି ସାଧାରଣ କାଳର ତ୍ରୟୋଦଶ ରବିବାରରେ ପଦାର୍ପଣ କରିଅଛୁ। ଆଜିର ପ୍ରଥମ ପଠନ ପ୍ରଜ୍ଞା ପୁସ୍ତକରୁ ପାଠ 1 ଅଧ୍ୟାୟ 13ରୁ 15 ପଦ ଏବଂ 2 ଅଧ୍ୟାୟ 23ରୁ 24 ପଦ ପର୍ଯ୍ୟନ୍ତ। ଦ୍ୱିତୀୟ ପଠନ କରନ୍ତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ଦ୍ୱିତୀୟ ପତ୍ରରୁ ପାଠ 8 ଅଧ୍ୟାୟ 7 ପଦ 9 ପଦ ଏବଂ 13ରୁ 15 ପଦ ପର୍ଯ୍ୟନ୍ତ। ଆଜିର ପବିତ୍ର ସୁସମାଚାର ସାଧୁ ମାର୍କଙ୍କ ଦ୍ୱାରା ଲିଖିତ ସୁସମାଚାରର ପାଠ। ପ୍ରଭୁଙ୍କର ଜୟ। 5 ଅଧ୍ୟାୟ 21ରୁ 43 ପଦ ପର୍ଯ୍ୟନ୍ତ। ପ୍ରିୟର ପ୍ରଭୁଙ୍କର ଲୋକମାନେ, ଆଜିର ପବିତ୍ର ପଠନ ଗୁଡ଼ିକ ଆମେ ଶୁଣିବାକୁ ପାଉଅଛୁ ଯେ ସଦାପ୍ରଭୁ ପରମେଶ୍ୱର ମୃତ୍ୟୁକୁ ସୃଷ୍ଟି କରିନାହାନ୍ତି, କାରଣ ମନୁଷ୍ୟ ମୃତ୍ୟୁ ଦ୍ୱାରା ମରିବା ସମୟରେ ଈଶ୍ୱର ଆନନ୍ଦିତ ହୁଅନ୍ତି ନାହିଁ, କାରଣ ସେ ମନୁଷ୍ୟର ଗ୍ରାସ କରି ଆସୁଥିବା ସେହି ମୃତ୍ୟୁକୁ ସେ ସୃଷ୍ଟି କରିନାହାନ୍ତି। ଆପଣମାନେ ଜାଣନ୍ତି ମୋର ପ୍ରିୟର ଭାଇ ବୁଢ଼ୀମାନେ, ଆଜିର ପ୍ରଥମ ପଠନରେ ବହୁତ ଅତି ସୁନ୍ଦର ଭାବରେ ସେଟା ପ୍ରକାଶ କରେ ଏବଂ ସେ କହେ ଈଶ୍ୱର ମନୁଷ୍ୟକୁ ସୃଷ୍ଟି କରି ଈଶ୍ୱର ମୃତ୍ୟୁକୁ ସୃଷ୍ଟି କରିନାହାନ୍ତି ଓ ଜୀବିତମାନଙ୍କ ମୃତ୍ୟୁରେ ସେ ଆନନ୍ଦ ପ୍ରକାଶ କରନ୍ତି ନାହିଁ। ଅସ୍ତିତ୍ୱରେ ରହିବା ପାଇଁ ସେ ସମସ୍ତ ବସ୍ତୁକୁ ସୃଜନ କରିଅଛନ୍ତି। ସମସ୍ତ ସାଂସାରିକ ସୃଷ୍ଟି ବସ୍ତୁ ସ୍ୱାସ୍ଥ୍ୟପୂର୍ଣ୍ଣ ଅଟନ୍ତି। ସେମାନଙ୍କଠାରେ କୌଣସି ବିନାଶକ ବିଷ ଦେଖାଯାଏ ନାହିଁ ଓ ପୃଥିବୀ ଉପରେ ପାତାଳର କର୍ତ୍ତୃତ୍ୱ ବିସ୍ତାର କରେ ନାହିଁ। ନ୍ୟାୟ ପରାୟଣତାରେ ଆମର ଅଟେ। ମନୁଷ୍ୟ ଯେପରି ଅକଳୁଷିତ ହୋଇ ରହେ, ସେଥିସକାଶେ ଈଶ୍ୱର ତାକୁ ସୃଷ୍ଟି କରିଅଛନ୍ତି ଓ ତାହାଙ୍କ ଅନନ୍ତତାର ସାଦୃଶ୍ୟତାରେ ତାକୁ ସୃଜନ କରିଅଛନ୍ତି। କିନ୍ତୁ ପିଶାଚର ଈର୍ଷା ଯୋଗୁଁ ସଂସାରରେ ମୃତ୍ୟୁ ପ୍ରବେଶ କଲା ଓ ଯେଉଁମାନେ ତାହାର ଦଳଭୁକ୍ତ ସେମାନେ ତାହା ଅନୁଭବ କରନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର ପ୍ରିୟ ଭାଇ ବୁଢ଼ୀମାନେ, ସେ ଈଶ୍ୱର ସେ ମୃତ୍ୟୁ ସୃଷ୍ଟି କରିନାହାନ୍ତି। ଏଥିପାଇଁ ସେ ଈଶ୍ୱରଙ୍କର ବାକ୍ୟରେ ସେ କହନ୍ତି, ଯୋହନ ତାର 11 ଅଧ୍ୟାୟର 25 ପଦରେ ସେ କହନ୍ତି, ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋଠାରେ ବିଶ୍ୱାସ କରେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ପ୍ରେଜ୍ ଦ ଲର୍ଡ। ପ୍ରିୟର ପ୍ରଭୁଙ୍କର ଲୋକମାନେ, ସେଥିପାଇଁ ସେ କହନ୍ତି ଏ ଜଗତରେ ମୃତ୍ୟୁ ଆମମାନଙ୍କୁ ଗ୍ରାସ କରିବ ସତ, କିନ୍ତୁ ତାହା ଆମର ଅନ୍ତିମ ପର୍ଯ୍ୟାୟ ନୁହଁ। ଜଗତର ଜୀବନ ଇହୋଦି ଆମ ତ୍ୟାଗ କରିବା, କିନ୍ତୁ ପରମେଶ୍ୱର ଯେଉଁ ଆତ୍ମା ଦେଇଅଛନ୍ତି ସେହି ଆତ୍ମାର ମୃତ୍ୟୁ କେବେ ହେବ ନାହିଁ। ସେଥିପାଇଁ ଆମେ କହୁ, କ୍ୟାଥୋଲିକ ମଣ୍ଡଳୀ ସାଧୁଙ୍କର ସଂଗତି, ପାପର କ୍ଷମା, ଶରୀରର ପୁନରୁତ୍ଥାନ ଏବଂ ଅନନ୍ତ ଜୀବନକୁ ଆମେ ବିଶ୍ୱାସ କରୁଅଛୁ। ତା ମାନେ ଏହି ମୃତ୍ୟୁ ଶରୀର ମଧ୍ୟ ଦିନେ ପ୍ରଭୁ ଯୀଶୁଙ୍କ ଭଳି ପୁନରୁତ୍ଥିତ ହେବ, ନୂଆ ଜୀବନ ଧାରଣ କରିବ, ନୂତନ
ଜୀବନ ପ୍ରାପ୍ତ କରି ସେ ସେହି ଜୀବନ ଈଶ୍ୱରଙ୍କ ନିକଟରେ ଗୌରବାନ୍ୱିତ ହେବ। ସେଥିପାଇଁ 2 କରନ୍ତି 5:17 ଲେଖା ଅଛି, ଯିଏ ଖ୍ରୀଷ୍ଟଙ୍କଠାରେ ଅଛି ସେ ନୂତନ ସୃଷ୍ଟି ହୋଇଅଛି। କାରଣ ପ୍ରଭୁ ଯୀଶୁଙ୍କ ନିକଟରେ ସମସ୍ତ ବିଷୟ ନୂତନ ଅଟେ। ଏଣୁ କରିକି ପରମେଶ୍ୱର ଯେତେବେଳେ ଆଦାମଙ୍କୁ ମନା ଫଳ ଖାଇବା ପାଇଁ ମନା କରିଥିଲେ, ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବାକୁ ମନା କରିଥିଲେ, କିନ୍ତୁ ପିଶାଚ ବା ଶୟତାନ ସେମାନଙ୍କୁ ବିନାଶର ପଥକୁ ନେଇଯାଇଥିଲା। ଆଦାମ ଏବା ଯେତେବେଳେ ପାପ କଲେ, ଅନାଜ୍ଞାବହ ହେଲେ, ପରମେଶ୍ୱରଙ୍କର ଆଜ୍ଞାକୁ ଅବମାନନା କରିଥିବା ଯୋଗୁଁ ପୃଥିବୀରେ ପାପ ପ୍ରବେଶ କଲା ଏବଂ ସେହି ପାପର ବେତନ ମୃତ୍ୟୁ ଅଟେ। ପ୍ରିୟମାନେ, ସେହି ପାପର ବେତନ ମୃତ୍ୟୁ ସତ ଆମେ ସମସ୍ତେ ଅନୁଭବ କରୁ, ଜାଣୁ ମଧ୍ୟ ଯେ ସେହି ପାପୀକୁ ପରିତ୍ରାଣ ଦେବା ନିମନ୍ତେ ସ୍ୱୟଂ ପରମେଶ୍ୱର ନିଜର ରକ୍ତ ବା ମେଷ ଶାବକଙ୍କର ରକ୍ତ ବଳି ଦେଇ ସେ ଆମ ସମସ୍ତଙ୍କୁ ବହୁମୂଲ୍ୟରେ ରକ୍ତରେ କିଣି ଅଛନ୍ତି। ଆମେ ସମସ୍ତେ ରକ୍ତକୃତ ଅଟୁ। ପ୍ରଭୁ ଯୀଶୁଙ୍କ ନାମରେ ଯେଉଁମାନେ ବିଶ୍ୱାସ କରୁଛୁ, ଆମମାନେ ସମସ୍ତେ ନୂଆ ଜୀବନ ପାଇବା। ମୋର ପ୍ରିୟ ଭାଇ ଭଉଣୀମାନେ, ସେହି ମୃତ୍ୟୁ ଉପରେ ଆଉ ଗୋଟେ ବିଷୟରେ ଲେଖାଯାଏ। ଆପଣମାନେ ଜାଣନ୍ତି, ନାଇନ ଗ୍ରାମର ଗୋଟିଏ ବିଧବାର ପୁତ୍ର ମୃତ୍ୟୁ ହୋଇଥିଲେ। କକଇରେ ଭୁଇଁକି ତାକୁ ସମାଧିକୁ ନେଉଥିଲେ। ଯୋଉ ମା ଆକୁଳ ବ୍ୟାକୁଳ ହୋଇ କ୍ରନ୍ଦନ କରୁଥିଲା, ସେହି ସମୟରେ ସେହି ସଦାପ୍ରଭୁ ସେ ମାର କ୍ରନ୍ଦନକୁ ଦେଖିଲେ। ତାପରେ ସେ କକଇକୁ ଛୁଇଁଲେ। ଏକମାତ୍ର ବିଧବାର ପୁତ୍ରଙ୍କୁ ସେ ଜୀବନ ଫେରାଇ ଦେଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। କାରଣ ସେ ସତ୍ୟ ପରମେଶ୍ୱରଙ୍କଠାରେ ସେ ଶକ୍ତି ଅଛି। ସତ୍ୟ ଈଶ୍ୱର ହୋଇଥିବାରୁ ତାଙ୍କ ପାଖରେ ସେ ଜୀବନ ଅଛି। ତାକୁ ଜୀବନ ଫେରାଇ ଦେଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ବି ଜାଣନ୍ତି, ଈଶ୍ୱରଙ୍କର ବାକ୍ୟ ପ୍ରଥମ ତେସଲୋନିକୀୟ 4:16 ସେ ପ୍ରକାଶ କରେ, କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ। ପ୍ରଭୁ ଆପେ ସେହି ପ୍ରଧାନ ଦୂତମାନଙ୍କୁ ସେ ଆଦେଶ କରିବେ। ସେମାନେ ଈଶ୍ୱରଙ୍କର ସେ ତୁରୀ ବଜାଇବେ। ସେହି ସମୟରେ ଯେତେବେଳେ ପ୍ରଭୁ ଯୀଶୁ ସ୍ୱର୍ଗରୁ ଅବତରଣ କରିବେ ପୃଥିବୀକୁ, ସେହି ସମୟରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇକି ମରିଛନ୍ତି ସେମାନେ ପ୍ରଥମ ତୁରୀଧ୍ୱନିରେ ଉଠିବେ। ପ୍ରିୟର ପ୍ରଭୁଙ୍କର ଲୋକମାନେ, ଆଜିର ସୁସମାଚାରରେ ଆମେ ଦେଖିବାକୁ ପାଉଅଛୁ, ଯେତେବେଳେ ସେନାପତିଙ୍କର ଝିଅ ଜାଇରସ୍ ନାମକ ଜଣେ ବ୍ୟକ୍ତିଙ୍କର ଝିଅ ସେ ମୃତ୍ୟୁ ହୋଇଯାଇଥିଲେ। ସେ ଯୀଶୁଙ୍କ ନିକଟକୁ ବିନତି କରିବାକୁ ଗଲେ। ଯେତେବେଳେ ସେ ମୃତ୍ୟୁର ସଂଘର୍ଷରେ ଜୀବନ ବିତାଇବା ସମୟରେ ସେ ଯୀଶୁଙ୍କ ନିକଟକୁ ଯାଇକି ଅଳି କରୁଛନ୍ତି। ସେତେବେଳେ ଯୀଶୁ ସମୁଦ୍ର କୂଳରେ ସେ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରୁଛନ୍ତି। ଜାଇରସ୍ ନାମକ ଜଣେ ବ୍ୟକ୍ତି ଯୀଶୁଙ୍କର ପାଦ ଚରଣ ତଳେ ପଡ଼ି ପ୍ରଣିପାତ କରି ତାଙ୍କୁ ଡାକିଲେ। ତଥାପି ଲୋକମାନଙ୍କର ଭିଡ଼ ହେତୁ ପ୍ରବଳ ଭିଡ଼ ଯୀଶୁଙ୍କ ଉପରେ ମଧ୍ୟ ଚଢ଼ି ଯାଉଛନ୍ତି। ଏମିତି ଲୋକ ଭିଡ଼ ହୋଇଥିବାରୁ ସେହି ଜନଗହଳି ମଧ୍ୟରେ 12 ବର୍ଷ ରକ୍ତସ୍ରାବର ନାରୀ ସେ ଗୋଟେ ହୋପ୍ କଲା ଯେ ମୁଁ ଯୀଶୁଙ୍କର ସେହି ଲୁଗା ଛୁଇଁଲେ
ମୁଁ ନିଶ୍ଚିତ ଭାବରେ ସୁସ୍ଥ ହେବି। ସେ ଜନଗହଳି ମଧ୍ୟରେ ଚେଷ୍ଟା କରୁ 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 ଯାଇ ଯେତେବେଳେ ଯୀଶୁଙ୍କର ସେହି ଲୁଗା ଛୁଇଁଲା, ସାଙ୍ଗେ ସାଙ୍ଗେ ସେ ରକ୍ତସ୍ରାବ ନାରୀ ସୁସ୍ଥତା ଅନୁଭବ କଲା। ଯେତେବେଳେ ସେ ସୁସ୍ଥତା ହୋଇଅଛି, ଜୁମ୍ପା ଛୁଇଁକି ସୁସ୍ଥତା ହୋଇଅଛି, ଏହା ପ୍ରଭୁ ଯୀଶୁ ସବୁ ଜାଣୁଛି, କିନ୍ତୁ ଲୋକମାନେ ମଧ୍ୟ ଏହାଙ୍କର ଜୁମ୍ପା ଛୁଇଁ ସୁସ୍ଥ ହେଲା ବୋଲିକି ଲୋକମାନେ ଜାଣିବା ଆବଶ୍ୟକ। ଏଥିପାଇଁ ସେ ପଚାରିଲେ, ଯୀଶୁଙ୍କ ଠାରୁ ଯେଉଁ ଶକ୍ତି ନିର୍ଗତ ହେଲା ବାହାରିଲା, ସେ ପଚାରିଲେ ମତେ କିଏ ଛୁଇଁଲା? ସେଇ ଲୋକମାନେ ହିଁ କହୁଛନ୍ତି, ପ୍ରଭୁ ଏତେ ଜନଗହଳି ମଧ୍ୟରେ କିଏ ତମକୁ ଛୁଇଁଲା ବୋଲି ଆମେ କଣ କହିପାରିବୁ? ସେତେବେଳେ ଏହି ନାରୀଟି ଯେ ସୁସ୍ଥ ହୋଇଅଛି ଥରି ଥରି ଆସି ପ୍ରଭୁଙ୍କୁ ପ୍ରଣିପାତ କରି କହିଲା, ସେ ମୁଁ ସୁସ୍ଥ ହୋଇଅଛି ବୋଲି ସେ ସ୍ୱୀକାର କଲା। ଜୟ ଯୀଶୁ, ହାଲେଲୁୟା। ସେତେବେଳେ ସେ କହିଲେ, ପ୍ରଭୁ ଯୀଶୁ, ହଁ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଅଛି, ଯାଅ। ସେହି ସମୟରେ ସେନାପତିଙ୍କ ଘରରୁ କିଛି ଲୋକମାନେ ଆସିକି କହିଲେ, ଝିଅ ଆଉ ନାହିଁ, ଝିଅର ମୃତ୍ୟୁ ହୋଇଅଛି, ଆଉ ଗୁରୁଙ୍କୁ ତୁମେ କାହିଁକି କଷ୍ଟ ଦେଉଛ? এই କଥା ଯେତେବେଳେ ଶୁଣିବାର ଯୀଶୁ ବୁଲି ପଡ଼ି କହିଲେ, ଭୟ କର ନାହିଁ, କେବଳ କ'ଣ କର? ବିଶ୍ୱାସ କର। ସାଙ୍ଗେ ସାଙ୍ଗେ ଜାଇରସ ଘରକୁ ସେ ଗଲେ। ଘରକୁ ଗଲା ସମୟରେ ଦେଖୁଛ ମୋର ପ୍ରିୟମାନେ, ଅନେକ କୋଳାହଳ ହୋଇକି ରୋଦନ କରିକି କାନ୍ଦୁଅଛନ୍ତି। ସେ ସମସ୍ତଙ୍କୁ ସେ ବାହାର କରିଦେଲେ। ଯାକୋବ, ଯୋହନ ଏବଂ ତାଙ୍କର ପିତାମାତା ସେମାନଙ୍କୁ ହିଁ ସେହି ଘରକୁ ନେଲେ ଏବଂ ଯୀଶୁ ତାଙ୍କରି ନିଜର ଭାଷାରେ ସେ କହିଲେ, ଟଲିତା କୁମ୍, ହେ ବାଳିକା ତୁମେ ଉଠ। ସେହି କ୍ଷଣି ମରିଥିବା ବ୍ୟକ୍ତି ଜୀବିତ ପାଇଲେ। ଅନେକ ଲୋକମାନେ ଯୀଶୁଙ୍କୁ କହିଲେ, ଏ ମରିଥିବା ଲୋକକୁ କେମିତି ଉଠାଇ ପାରିବ? ଏହା ପାଖରେ କ'ଣ ଶକ୍ତି ଅଛି କି ପରୀକ୍ଷା କରିବା? ଏମିତି ଅନେକ ପ୍ରଶ୍ନ। କିନ୍ତୁ ମୋର ପ୍ରିୟମାନେ, ଈଶ୍ୱରଙ୍କର ଶକ୍ତିରେ ସେ ବାଳିକାକୁ ସେ ଉଠାଇ ଦେଲେ। ଆଶ୍ଚର୍ଯ୍ୟ ହେଇଗଲେ। ତାପରେ ସେ ତାଙ୍କର ପିତାମାତା କହୁଛନ୍ତି, ଆମକୁ କିଛି ଖାଇବାକୁ ଦିଅ। ଆଉ ଦୃଢ଼ ରୂପେ ସେ ଆଜ୍ଞା ଦେଇ କହିଲେ, ଏଠାରେ ଘଟିଥିବା ଘଟଣା ତୁମେ କାହାରିକୁ ମଧ୍ୟ କିଛି କହିବ ନାହିଁ। ଜୟ ଯୀଶୁ, ହାଲେଲୁୟା। ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆମେମାନେ ପ୍ରଭୁ ପରମେଶ୍ୱରଙ୍କ ନିକଟରେ ବିଶ୍ୱାସ କରିବା, କାରଣ ସେ ଜୀବିତ ଈଶ୍ୱର ହୋଇଥିବାରୁ ଆମେମାନେ ମଧ୍ୟ ଦିନ ଆସିବ ମୃତ୍ୟୁ ହେବା, କିନ୍ତୁ ଆମର ଜୀବନ ସେଇଠୁ ସରିଯାଉ ନାହିଁ। ଆମେ ଅନନ୍ତ ସ୍ୱର୍ଗ ସୁଖ ଧାମରେ ଯେପରି ପ୍ରବେଶ କରିପାରିବା, ଏଥିପାଇଁ ପ୍ରଭୁ ଈଶ୍ୱରଙ୍କ ନିକଟରେ ଆମେମାନେ ପ୍ରାର୍ଥନା କରିବା ଏବଂ ଅନୁଗ୍ରହ ଭିକ୍ଷା କରିବା। ଏଥିରୁ ଆଜି ଆମେ ଜାଣିବାକୁ ପାଉଛୁ ଯେ ମୃତ୍ୟୁ ଈଶ୍ୱରଙ୍କର ସୃଷ୍ଟି ନୁହେଁ। ସେ ମୃତ୍ୟୁ ଲୋକମାନଙ୍କୁ ଉଠାଇକି ସେ ଦେଖାଇଲେ, ଯେମିତି ଲାଜାରଙ୍କୁ ସେ ଉଠାଇଲେ, ଯେମିତି ଜାଇରସର କନ୍ୟାକୁ ଉଠାଇଲେ, ଯେମିତିକି ନାଇନ ଗ୍ରାମର ସେଇ ବିଧବାର ପୁତ୍ରକୁ ସେ ନୂଆ ଜୀବନ ଦେଲେ। ଠିକ୍ ସେହିଭଳି ଆମମାନଙ୍କ ଜୀବନରେ ମଧ୍ୟ ନୂଆ ଜୀବନ ଦେବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଈଶ୍ୱରଙ୍କଠାରେ ଆସ୍ଥା ସ୍ଥାପନ କରି ପ୍ରଭୁଙ୍କର ଗୌରବ କରିବା। ପ୍ରଭୁ ଏହି ସଂକ୍ଷିପ୍ତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ୟୁଟ୍ୟୁବ ମାଧ୍ୟମରେ ଶୁଣୁଥିବା ପ୍ରତ୍ୟେକଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ। ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ, ଆମେନ୍। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ